ମିଳିବ ସିଏମ୍ କିଷାନ ଯୋଜନାର 2000 ଟଙ୍କା। ଆପଣ ଜାଣିଛନ୍ତି କାଳିଆ ଯୋଜନା ବଦଳରେ ରାଜ୍ୟରେ ଆରମ୍ଭ ହୋଇଛି ସିଏମ୍ କିଷାନ, ଯେଉଁଥିରେ ମଧ୍ୟ ବାର୍ଷିକ 2,000 କରି 4,000 ମଧ୍ୟ ମିଳିଥାଏ। ତେବେ ଏହି ଯୋଜନା ଅଧୀନରେ ଆପଣ ବି ମଧ୍ୟ ପାଇବାକୁ ଯାଉଛନ୍ତି ଆଉ 2,000 ଟଙ୍କା, ଯାହା ଆମେ ଭିଡିଓରେ ଜାଣିବା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରିନଥିଲେ ଏବେ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ତେବେ ଆମ ରାଜ୍ୟରେ କାଳିଆ ଯୋଜନା ବଦଳରେ ଆରମ୍ଭ ହୋଇଥିବା ସିଏମ୍ କିଷାନରେ ଟଙ୍କା ମଧ୍ୟ ଆପଣଙ୍କୁ ଆସିବାକୁ ଯାଉଛି। ସବୁଠାରୁ ବଡ଼ କଥା, ଯଦି ଆପଣ ବି ଏପର୍ଯ୍ୟନ୍ତ ଏଥିରେ ଟଙ୍କା ପାଉନାହାନ୍ତି, ତେବେ ଆପଣ ଚାହିଁଲେ ଚାଷୀ ପଞ୍ଜୀକରଣ କରିପାରିବେ, ଯାହାଦ୍ୱାରା ମଧ୍ୟ ଆପଣ ବି ଏଥିରେ ସାମିଲ ହୋଇପାରିବେ ଆଉ ଆପଣ ବି ସରକାରଙ୍କ ତରଫରୁ ଆସୁଥିବା ବାର୍ଷିକ 2ଟି କିସ୍ତିରେ 2,2,4,000 ଟଙ୍କା ମଧ୍ୟ ଆପଣ ପାଇପାରିବେ। ତେବେ ମିଳୁଥିବା ସୂଚନା ମୁତାବକ ଏଥିରେ ମଧ୍ୟ ପୁଣି ଆସିବାକୁ ଯାଉଛି 2,000 ଟଙ୍କା। ଏହାଛଡ଼ା ଏଥିରେ ବି ମଧ୍ୟ ଆସିଯାଇଛି ଆଉ କିଛି ନୂଆ ଲିଷ୍ଟ। ତେବେ ଯଦି ଆପଣ ବି ଲିଷ୍ଟ ଦେଖିବା ପାଇଁ ଚାହୁଁଥିବେ, ତେବେ ଏହାର ପୋର୍ଟାଲ ଭିଜିଟ୍ କରିବେ। ଏବେ ଏଇଠି ଦେଖନ୍ତୁ ଆପଣଙ୍କ ସାମ୍ନାରେ ମିଳିବ 3 ଲାଇନ୍, ତାରି ଉପରେ କ୍ଲିକ୍ କରିବା। ଏବେ ଦେଖନ୍ତୁ ହିତାଧିକାରୀ, ତାରି ଉପରେ କ୍ଲିକ୍ କରିବା। ଏବେ ଏଇଠି ଦୁଇଟି ଅପସନ୍ ଆସୁଛି, ଗୋଟେ ପିଏମ୍ କିଷାନ ଆଉ ଏକ ସିଏମ୍ କିଷାନ। ତ ଆମେ ସିଏମ୍ କିଷାନରେ କ୍ଲିକ୍ କରିବା। ଏମିତିକି ଡାଇରେକ୍ଟ ୱେବସାଇଟ୍ର ଲିଙ୍କ ମଧ୍ୟ ଆମେ ଡେସ୍କ୍ରିପ୍ସନରେ ଦେଇଛୁ, ଆପଣମାନେ ଯାଇ ମଧ୍ୟ ଚେକ୍ କରିପାରିବେ। ଏବେ ଦେଖନ୍ତୁ ବେନିଫିସିଆରୀ ଲିଷ୍ଟ, ଆପଣଙ୍କ ଯେଉଁ ଡିଷ୍ଟ୍ରିକ୍ଟ ଚାହିଁବେ ଡିଷ୍ଟ୍ରିକ୍ଟ ଦେବେ, ତାପରେ ଆପଣ ଯେଉଁ ବ୍ଲକ ଚାହିଁବେ ବ୍ଲକ ଦେବେ, ଆପଣଙ୍କର ଗ୍ରାମ ପଞ୍ଚାୟତ ଦେବେ, ଭ୍ୟୁରେ କ୍ଲିକ୍ କରିବେ। ଏବେ ଆପଣଙ୍କ ସାମ୍ନାରେ ଦୁଇଟି ଅପସନ୍ ଆସିବ, ଗୋଟେ SMF ଯୋଉଟାକି ସ୍ମଲ୍ ମାର୍ଜିନାଲ ଫାର୍ମର, ଆଉ ଏକ LH ଯୋଉଟାକି ଲ୍ୟାଣ୍ଡଲେସ୍ ହୋଲ୍ଡର ବା ଆପଣଙ୍କର ଭୂମିହୀନ। ତ ଆପଣ ଯେଉଁ ଦେଖିବା ପାଇଁ ଚାହୁଁଥିବେ PDF ଉପରେ କ୍ଲିକ୍ କରିବେ। ଏବେ ଆପଣଙ୍କ ସାମ୍ନାରେ ଦେଖନ୍ତୁ PDF ଟି ଓପନ୍ ହେଇଗଲା, ତ ମୁଁ ତାରି ଉପରେ କ୍ଲିକ୍ କଲି। ଇଏ ଦେଖନ୍ତୁ ଲିଷ୍ଟ, ଆଉ এই ଲିଷ୍ଟରେ ଯେଉଁମାନଙ୍କର ନାମ ଅଛି ସେମାନଙ୍କୁ ମଧ୍ୟ ଆସିବାକୁ ଯାଉଛି ସିଏମ୍ କିଷାନର 2,000 ଟଙ୍କା। ତେବେ ଏହି ପ୍ରୋସେସରେ ମଧ୍ୟ ଆପଣମାନେ ନିଜ ନିଜର ଲିଷ୍ଟ ବି ଦେଖିପାରିବେ। ତାଛଡ଼ା ଆପଣ ଜାଣିଥିବେ ସିଏମ୍ କିଷାନରେ ଭୂମିହୀନଙ୍କୁ 12,500 ଟଙ୍କା ମିଳିଛି ପୂର୍ବରୁ, କିନ୍ତୁ ଏବେ ଆଉ ମିଳୁନାହିଁ। କିନ୍ତୁ ଯେଉଁମାନେ ଚାଷୀ ରହିଛନ୍ତି ସେମାନଙ୍କୁ ମଧ୍ୟ ମିଳୁଛି। ତେବେ ଆପଣ ଚାହିଁଲେ ନିଶ୍ଚିତ ଏଥିରେ ପଞ୍ଜୀକରଣ କରାଇ ଦିଅନ୍ତୁ, ଯେକୌଣସି ଜନସେବା କେନ୍ଦ୍ର ହଉ, କିନ୍ତୁ ଏମିତିକି ମୋ ସେବା କେନ୍ଦ୍ରରେ। ହେଲେ ଜାଣି ରଖନ୍ତୁ, ଆ ପୂର୍ବରୁ ଆପଣଙ୍କୁ କୃଷକ ଓଡ଼ିଶା ପୋର୍ଟାଲରେ ରେଜିଷ୍ଟର କରାଇଥିବା ନିହାତି ଜରୁରୀ। ତେବେ ମଧ୍ୟ ଆପଣ ଯାଇ ମଧ୍ୟ ଏଥିରେ ଟଙ୍କା ପାଇପାରିବେ। ତା ଛଡ଼ା ଏଥିରେ ଟଙ୍କା ପାଇବା ପାଇଁ ହେଲେ ଆପଣଙ୍କର EKYC ରହିଥିବା ଜରୁରୀ। ଯେମିତିକି EKYC ସ୍ଥିତି ଯାଞ୍ଚ କରନ୍ତୁ, ଆପଣ ମଧ୍ୟ ଏଥିରେ EKYC ନିଜର ଯାଞ୍ଚ କରିପାରିବେ।